ପାପ ବିଜୁ ଜନତା ଦଳ କରିଛି। ଏ ଓଡ଼ିଆ ଲୋକ କରିନାହାନ୍ତି। ଓଡ଼ିଆ ଲୋକ କେବେ ବି ବିଜୁ ବାବୁଙ୍କୁ ଅସମ୍ମାନ କରିବେ ନାହିଁ କି କୌଣସି ସରକାର ବି କରିବ ନାହିଁ। ଯାହା ଫଳରେ କି ଲୋକମାନଙ୍କର ବିତୃଷ୍ଣା ହେଲା। ବିତୃଷ୍ଣା ବିଜୁ ବାବୁଙ୍କ ବିରୋଧରେ ନୁହେଁ, ବିତୃଷ୍ଣା ବିଜୁ ଜନତା ଦଳଙ୍କ ବିରୋଧରେ ହେଇଥିଲା। এটা ମୁଁ କହୁନି, ଲୋକ ଜଣେଇଛନ୍ତି, ଲୋକ ଏ ପ୍ରକାର ଆଭାସ ଦେଇଛନ୍ତି। ସେଇ ଦୃଷ୍ଟିରୁ ଯେଉଁମାନେ ରାଜନୀତିକରଣ କରୁଛନ୍ତି ସେଟା ଠିକ ନୁହେଁ। ଆଜି ଆମେ ସମ୍ମାନ ଦଉଛୁ, ଓଡ଼ିଆ ଅସ୍ମିତା ନେଇ ଆମେ ସ୍ୱର ଉତ୍ତୋଳନ କରିଛୁ। ଆମ ଭିତରେ ପାପ ନାହିଁ। ଆମେ ଆମେ ଆମ ମହାପୁରୁଷ ମାନଙ୍କୁ ଆମେ ସମ୍ମାନ ଦେବୁ। ଆଜି ନୁହେଁ, ଏ ସରକାର ଯେତେ ଦିନ ଥିବ କୌଣସି ମହାପୁରୁଷ ମାନଙ୍କୁ ଆମେ ଅବମାନନା କରିବୁନି। ବିଜୁ ବାବୁ କେବଳ ଓଡ଼ିଶାର ବରପୁତ୍ର ନୁହନ୍ତି, ଏ ବିଶ୍ୱର ବରପୁତ୍ର। ତାଙ୍କର ମାନ୍ୟତା କେବଳ ଓଡ଼ିଶାରେ ନୁହେଁ, ଭାରତବର୍ଷ ବି ଆଜି ମନେ ରଖୁଛି, ବିଶ୍ୱ ବି ଆଜି ମନେ ରଖୁଛି। ଅନେକ ପ୍ରକାର ଉଦାହରଣ ଅଛି। ସେଇ ଦୃଷ୍ଟି ନେଇ ଯେଉଁମାନେ ବିଗତ ଦିନରେ ତାଙ୍କର ଯେଉଁ ସ୍ୱପ୍ନ ଥିଲା ସେ ସ୍ୱପ୍ନକୁ ସାକାର କରିବା ପାଇଁ ଅନେକ ପ୍ରୟାସ କରିଛନ୍ତି, କିନ୍ତୁ ସେ ପ୍ରୟାସ ଭିତରେ ଏତେ କୁଠାରଗତ କରିଛନ୍ତି ବିଜୁ ବାବୁଙ୍କୁ, ତାହା ଦୁଃଖ ଲାଗୁଛି। ମୁଁ ବି ସେ ସରକାର ସମୟରେ ଥିଲି, ସେ ସରକାର ଚାଲିଥିବା ସମୟରେ ବି ବିରୋଧରେ ମୁଁ ଦଳରେ ମୁଁ ବସିଥିଲି ଏବଂ ସେହି ସମୟରେ ମୁଁ ଦେଖିଛି ଯେ ପଞ୍ଚାୟତର ସରପଞ୍ଚକୁ କ୍ଷମତା କାଢ଼ି ନେବା, ପଞ୍ଚାୟତର ସରପଞ୍ଚ ପାଖରୁ ଯେଉଁ କ୍ଷମତା କାଢ଼ି ନେବା, ଗ୍ରାମ ସଭାର ପ୍ରସ୍ତାବକୁ ଅନାଦର କରିବା, ଏ ବିଜୁ ଜନତା ଦଳର କାମ ନା ବିଜୁ ବାବୁଙ୍କର କାମ। ବିଜୁ ବାବୁ ପଞ୍ଚାୟତକୁ ଷ୍ଟ୍ରେଙ୍ଗଥେନ କରିବା ପାଇଁ ଚାହୁଁଥିଲେ, ପଞ୍ଚାୟତର ବିକାଶର ଗୋଟିଏ ସ୍ୱରୂପ ତିଆରି କରିଥିଲେ, କିନ୍ତୁ ଏମାନେ ସେ ସ୍ୱରୂପକୁ ଆଜି ଛିନଭିନ କରିଦେଲେ। ଯାହା ଫଳରେ କି ଲୋକମାନଙ୍କର ବିତୃଷ୍ଣା ହେଲା। ବିତୃଷ୍ଣା ବିଜୁ ବାବୁଙ୍କ ବିରୋଧରେ ନୁହେଁ, ବିତୃଷ୍ଣା ବିଜୁ ଜନତା ଦଳଙ୍କ ବିରୋଧରେ ହେଇଥିଲା। এটা ମୁଁ କହୁନି, ଲୋକ ଜଣେଇଛନ୍ତି, ଲୋକ ଏ ପ୍ରକାର ଆଭାସ ଦେଇଛନ୍ତି। ସେଇ ଦୃଷ୍ଟିରୁ ଯେଉଁମାନେ ରାଜନୀତିକରଣ କରୁଛନ୍ତି ସେଟା ଠିକ ନୁହେଁ। ଆଜି ଆମେ ସମ୍ମାନ ଦଉଛୁ। କଣ ପାପ ବିଜୁ ଜନତା ଦଳ କରିଛି। ଏ ଓଡ଼ିଆ ଲୋକ କରିନାହାନ୍ତି। ଓଡ଼ିଆ ଲୋକ କେବେ ବି ବିଜୁ ବାବୁଙ୍କୁ ଅସମ୍ମାନ କରିବେ ନାହିଁ କି କୌଣସି ସରକାର ବି କରିବ ନାହିଁ। ନିଶ୍ଚିତ ଭାବରେ ଯଦି ପଞ୍ଚାୟତକୁ ଯଦି କ୍ଷମତା ଯେ କାଢ଼ି ନେଇକିରା ବିଜୁ ବାବୁଙ୍କ ନାଁରେ ଯଦି ପଞ୍ଚାୟତ ରାଜ ବ୍ୟବସ୍ଥା କଲା, କିଏ ସମ୍ମାନ ଦେବ? ସରପଞ୍ଚଟା ହେଉଛି ମୁଖ୍ୟ, ଗ୍ରାମସଭା ମୁଖ୍ୟ, ଗାଁରେ ରହୁଥିବା ପଞ୍ଚାୟତରେ ରହୁଥିବା ଲୋକ ହେଉଛନ୍ତି ମୁଖ୍ୟ। ସେଇ ଦୃଷ୍ଟିରୁ ସେ ଲୋକଙ୍କୁ ଏ ଦଳ ହିଁ କୁଠାରଘାତ କରିଛି।